ସମୟର ଚକ ଗଡ଼ି ଚାଲେ। ଦିନେ ଯିଏ ପରିବାରର ବଟବୃକ୍ଷ ଥିଲେ ଆଜି ସିଏ ଅଲୋଡ଼ା। ପିଲାଙ୍କୁ ବଡ଼ିଶ କରିବା ପାଇଁ ଯେଉଁ ହାତ ଦିନେ ରକ୍ତକୁ ପାଣି କରିଥିଲା ଆଜି ସେହି ହାତ ଥରୁଛି ଟିକେ ସାହାରା ପାଇବା ପାଇଁ। ବୟସର ଅପରାହ୍ନରେ ଆଖିରେ ଅନେକ ସ୍ୱପ୍ନ ନଥାଏ, ଥାଏ କେବଳ କିଛି ସ୍ମୃତି। ଯେଉଁ ଘରକୁ ସେ ନିଜେ ଗଢ଼ିଥିଲେ ଆଜି ସେହି ଘରର କୋଣଟିଏ ତାଙ୍କ ପାଇଁ ସବୁ କିଛି। କେଉଁଠି ପୁଅ ବୋହୂଙ୍କ ଅବହେଳା ତ କେଉଁଠି ନିଜ ଜନ୍ମ କଲା ପିଲାଙ୍କ ପାଖରେ ସେବାର ବୋଝ। ଦିନେ ଯେଉଁମାନେ ପରିବାରର ନିଷ୍ପତ୍ତି ନେଉଥିଲେ ଆଜି ସେମାନଙ୍କୁ ପଚାରିବାକୁ କେହି ନାହାନ୍ତି। ମନ ଭିତରେ ଅନେକ କଥା, ଅନେକ ଅଭିଯୋଗ, କିନ୍ତୁ ଓଠରେ କେବଳ ଶୂନ୍ୟତା ରହିଛି। ପୁଅ ବଡ଼ ଅଫିସର ହୋଇଛି, ନାତି ନାତୁଣୀ ଇଂରାଜୀ ସ୍କୁଲରେ ପାଠ ପଢୁଛନ୍ତି, ହେଲେ ଜେଜେବାପାଙ୍କ ସହ ଦୁଇ ପଦ କଥା ହେବାକୁ କାହା ପାଖରେ ସମୟ ନାହିଁ। କେବଳ ସହର ନୁହେଁ, ଗାଁ ଗହଳିରେ ବି ଏହି ଚିତ୍ର ଏବେ ସାଧାରଣ ହୋଇଗଲାଣି। କର୍ମମୟ ଜୀବନ ଦୌଡ଼ରେ ମଣିଷ ଭୁଲି ଯାଉଛି ତାର ଚିରକୁ। ବୃଦ୍ଧାଶ୍ରମର ସଂଖ୍ୟା ବଢ଼ିବା ସଭ୍ୟ ସମାଜ ପାଇଁ ଏକ ବଡ଼ ପ୍ରଶ୍ନବାଚୀ। ସେବାରେ କିଛି ମାଗନ୍ତି ନାହିଁ, କେବଳ ଚାହାନ୍ତି ସମ୍ମାନର ସହ ଦୁଇ ମୁଠା ଦାନା ଏବଂ ଟିକିଏ ଆପଣାପଣ। କାରଣ ଆଜି ଯେ ଯୁବକ କାଲି ସିଏ ବି ଏହି ବୟସ ଦେଇ ଗତି କରିବ। ବ୍ୟୁରୋ ରିପୋର୍ଟ, ଫୋକସ୍ ପ୍ଲସ୍।